ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ, ଚାଲନ୍ତୁ ଜାଣିବା କିଏ ପ୍ରଥମେ କାହାକୁ ବାନ୍ଧିଥିଲେ ରାକ୍ଷୀ ଏବଂ କେବେଠୁ ଆରମ୍ଭ ହେଲା ଏହି ପରମ୍ପରା। ଭାଇ ଭଉଣୀର ଅତୁଟ ସ୍ନେହ ଓ ଭଲ ପାଇବାର ପର୍ବ ହେଉଛି ରକ୍ଷାବନ୍ଧନ। ଭାଇ ହାତରେ ରାକ୍ଷୀ ବାନ୍ଧି ତାର ଦୀର୍ଘାୟୁ କାମନା କରେ ଭଉଣୀ, ଆଉ ଭଉଣୀର ମାନ ସମ୍ମାନ ଓ ସୁରକ୍ଷାର ପ୍ରତିଶ୍ରୁତି ଦିଏ ଭାଇ। ତେବେ ଆପଣ ଜାଣିଛନ୍ତି କି କେବେଠୁ ଆରମ୍ଭ ହେଲା ଏହି ପରମ୍ପରା? କିଏ ପ୍ରଥମେ କାହାକୁ ବାନ୍ଧିଥିଲେ ରାକ୍ଷୀ? ପୁରାଣରୁ ଇତିହାସ ଯାଏଁ ରହିଛି ଏହାକୁ ନେଇ ଅନେକ ରୋଚକ କାହାଣୀ। ରକ୍ଷାବନ୍ଧନର ଇତିହାସ କେତେ ପୁରୁଣା ତାର ନିର୍ଦ୍ଦିଷ୍ଟ ପ୍ରମାଣ ନଥିଲେ ମଧ୍ୟ ପୁରାଣ ଓ ଲୋକକଥାରେ ଏହି ପର୍ବକୁ ନେଇ ରହିଛି ଅନେକ କାହାଣୀ। ସେଥିମଧ୍ୟରୁ ମାତା ଲକ୍ଷ୍ମୀ ଓ ଅସୁର ରାଜ ବଳିଙ୍କ କାହାଣୀ ବେଶ୍ ଲୋକପ୍ରିୟ। କୁହାଯାଏ ବଳିଙ୍କ ଦାନଶୀଳତାରେ ପ୍ରସନ୍ନ ହୋଇ ଭଗବାନ ବିଷ୍ଣୁ ତାଙ୍କୁ ବର ଦେଇଥିଲେ। ବଳିଙ୍କ ଅନୁରୋଧରେ ବିଷ୍ଣୁ ପାତାଳରେ ରହିଥିଲେ। ଦୀର୍ଘଦିନ ପର୍ଯ୍ୟନ୍ତ ବିଷ୍ଣୁ ବୈକୁଣ୍ଠ ନ ଫେରିବାରୁ ମାତା ଲକ୍ଷ୍ମୀ ଜଣେ ସାଧାରଣ ନାରୀ ବେଶରେ ବଳିଙ୍କ ପାଖକୁ ଯାଇ ତାଙ୍କ ହାତରେ ରକ୍ଷାସୂତ୍ର ବାନ୍ଧିଥିଲେ। ବଳି ଉପହାର ମାଗିବାରୁ ଲକ୍ଷ୍ମୀ ନିଜର ପ୍ରକୃତ ପରିଚୟ ଦେଇ ବିଷ୍ଣୁଙ୍କୁ ବୈକୁଣ୍ଠ ଫେରାଇ ନେବା ପାଇଁ ଅନୁମତି ମାଗିଥିଲେ। ରାକ୍ଷୀର ସମ୍ପର୍କକୁ ସମ୍ମାନ ଦେଇ ବଳି ଏଥିପାଇଁ ରାଜି ହୋଇଥିଲେ। ସେହିପରି ଯମରାଜ ଓ ଯମୁନାକୁ ନେଇ ମଧ୍ୟ ଏକ କାହାଣୀ ରହିଛି। ଶ୍ରାବଣ ପୂର୍ଣ୍ଣିମାରେ ଯମୁନା ତାଙ୍କ ଭାଇ ଯମରାଜଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ। ଭଉଣୀର ସ୍ନେହରେ ପ୍ରସନ୍ନ ହୋଇ ଯମରାଜ ତାଙ୍କୁ ଅମର ବର ଦେଇଥିଲେ। ଏହି କାହାଣୀକୁ ଆଧାର କରି ରାକ୍ଷୀ ବାନ୍ଧିବାର ପରମ୍ପରା ସହ ଭାଇର ଦୀର୍ଘାୟୁ ଓ ସୁରକ୍ଷାର କାମନା ଯୋଡ଼ି ହୋଇଥିବା ବିଶ୍ୱାସ ରହିଛି। ସେହିପରି ମହାଭାରତରେ ମଧ୍ୟ କୃଷ୍ଣ ଓ ଦ୍ରୌପଦୀଙ୍କ ସମ୍ପର୍କକୁ ନେଇ ରକ୍ଷାସୂତ୍ରର ଏକ ରୋଚକ କାହାଣୀ ରହିଛି। ଶିଶୁପାଳଙ୍କୁ ବଧ କଲାବେଳେ କୃଷ୍ଣଙ୍କ ଆଙ୍ଗୁଠିରେ କ୍ଷତ ହୋଇଥିଲା। ରକ୍ତ ବାହାରୁଥିବା ଦେଖି ଦ୍ରୌପଦୀ ନିଜ ପଣତ ଚିରି ତାଙ୍କ ଆଙ୍ଗୁଠିରେ ବାନ୍ଧିଥିଲେ। ଦ୍ରୌପଦୀଙ୍କ ଏହି ସ୍ନେହକୁ କୃଷ୍ଣ ମନେ ରଖିଥିଲେ ଏବଂ ସଙ୍କଟ ସମୟରେ ସହର୍ଷ ବସ୍ତ୍ର ଦେଇ ତାଙ୍କ ସମ୍ମାନ ରକ୍ଷା କରିଥିଲେ। ଗଣେଶ ପୁରାଣରେ ମଧ୍ୟ ରାକ୍ଷୀକୁ ନେଇ ଏକ କାହାଣୀ ରହିଛି। ଗଣେଶଙ୍କ ପୁଅ ଶୁଭ ଓ ଲାଭ ଭଉଣୀଙ୍କ ପାଇଁ ଇଚ୍ଛା ପ୍ରକାଶ କରିବା ପରେ ଯଜ୍ଞର ଅଗ୍ନିରୁ ଦେବୀ ସନ୍ତୋଷୀଙ୍କ ଆବିର୍ଭାବ ହୋଇଥିଲେ। କେବଳ ପୁରାଣ ନୁହେଁ, ରାକ୍ଷୀକୁ ନେଇ ଇତିହାସରେ ମଧ୍ୟ ଲୋକ ପ୍ରଚଳିତ କାହାଣୀ ରହିଛି। ସିକନ୍ଦର ଓ ରାଜା ପୁରୁଙ୍କ ଯୁଦ୍ଧ ସମୟରେ ସିକନ୍ଦରଙ୍କ ପତ୍ନୀ ପୁରୁଙ୍କ ରାକ୍ଷୀ ପଠାଇ ସ୍ୱାମୀଙ୍କର ଜୀବନ ଭିକ୍ଷା କରିଥିଲେ। ରାକ୍ଷୀର ମର୍ଯ୍ୟାଦା ରଖି ରାଜା ପୁରୁ ଯୁଦ୍ଧଭୂମିରେ ସିକନ୍ଦରଙ୍କୁ ଜୀବନ ଦାନ ଦେଇଥିଲେ। ପୁରାଣ ହେଉ କି ଲୋକକଥା କିମ୍ବା ଇତିହାସ, ରାକ୍ଷୀ ହେଉଛି ସ୍ନେହ, ବିଶ୍ୱାସ ଓ ସୁରକ୍ଷାର ପ୍ରତୀକ। ସମୟ ବଦଳିଛି, ପରମ୍ପରା ବଦଳିଛି, କିନ୍ତୁ ଭାଇ ଭଉଣୀର ସମ୍ପର୍କକୁ ଆହୁରି ମଜବୁତ କରୁଥିବା ଏହି ପବିତ୍ର ସୂତ୍ରର ମହତ୍ତ୍ୱ ଆଜି ବି ସମାନ।